ଯାତ୍ରାରେ କଷ୍ଟ ଅନୁଭବ ହେବ ସେ ଆମ ମାସେ ରିହର୍ସାଲ ପାଇଁ ଦିଅନ୍ତି ତଥାପି ସେଇଟା ଓପନ୍ ପେଣ୍ଡାଲ କାଳେ ଭୟ ଲାଗିବ କି କହିବା ପାଇଁ ଫିଲ୍ମ ଲାଇନ୍ରେ କ'ଣ ଆମର ଯେଉଁ ଡାଇଲଗ୍ଟା ଭୁଲ ହେଇଲା ଆଉ ଥରେ କଟ୍ ହେଇକି ହେଇଯାଉଛି ଯାତ୍ରା ଯଦି ଗୋଟେ ପାଟିରୁ କ'ଣ ଗୋଟେ ଶବ୍ଦ ବାହାରିଗଲା ତାକୁ ମୁଁ ବି ଯେଉଁ ପାର୍ଟିରେ କାମ କରିଛି ବହୁତ ବଡ଼ ବଡ଼ ସିନିୟର ମାନେ ସବୁ ଅଛନ୍ତି ଆର୍ଟିଷ୍ଟ ସେମାନେ ସବୁ ଆଡ଼ଜଷ୍ଟ କରିଦିଅନ୍ତି ସେମାନେ ମୋତେ ବି ବହୁତ ଭଲ ପାଆନ୍ତି ଜଣେ ମୋର ଅଛନ୍ତି ଗୁରୁ ଯାହାଠାରୁ ମୁଁ ଯାତ୍ରାର କ ଅକ୍ଷର ଜାଣିନଥିଲି ମୁଁ ଶିଖେଇଛନ୍ତି ଶରତ ଭାଇନା ସେ ଭିଲିଆନ୍ କାମ କରୁଛନ୍ତି ସେ ଆଗରୁ ବାଣେଶ୍ୱରୀ ବଡ଼ ପାର୍ଟିରେ ଥିଲେ ମିଲି ଅପା ସନିଆ ବାବୁ ଶରତ ସାର୍ ଏସବୁ ଅଛନ୍ତି ବହୁତ ବଡ଼ ବଡ଼ ଆର୍ଟିଷ୍ଟ ଅଛନ୍ତି ତାଙ୍କ ସହିତ ମୁଁ କାମ କରୁଛି ଓ ଆଚ୍ଛା ଆଚ୍ଛା ମାନେ ଯେଉଁ ପେଣ୍ଡାଲ ଉପରେ ନା ଉପରେ ପେଣ୍ଡାଲ ଉପରେ ସେମିତି କେବେ ହେବନି ମାନେ ଦର୍ଶକ ଅଛନ୍ତି ସେମିତି କିଛି ମାନେ ଫିଲିଙ୍ଗସ୍ ଆସେନି କାହିଁକିନା ସିଏ କଳାକାର ମୁଁ କଳାକାର ଯଦି ବି ଆମର ସେମିତି କିଛି ସିନ୍ ଥାଏ ସେଟାକୁ ଆମେ କଳାରେ ନେଇଯାଉ ସେମିତି କିଛି ଫିଲିଙ୍ଗସ୍ ଆସେନି ନା ସେମିତି ହୁଏନି କାହିଁକିନା ସିଏ ତ ଜାଣିଛନ୍ତି ଆମ ସିନ୍ଟା ଇଏ ଅଛି ନା ଆମ ଯେଉଁ ଡିରେକ୍ଟର ସାର୍ ଯିଏ ଥିବେ ଆମକୁ ଶିଖେଇଦେବେ ସେମିତି କିଛି ହୁଏନି ଫିଲ୍ମରେ ବି ସେମିତି ହୁଏନି ନାଇଁ ପ୍ରତିବାଦ କେଉଁ ପାଇଁ ନା ପ୍ରାୟ କାହା ଘରେ କ'ଣ ହେଉଥିବ ମୁଁ କହିପାରିବିନି ଯେହେତୁ ଆମ ଘରେ ସେ ଜାଣିଛନ୍ତି ମୁଁ ଗୋଟେ କଳାକାର ସେ କେବେ ପ୍ରତିବାଦ କରନ୍ତିନି କାହିଁକିନା ସେ ଜାଣିଛନ୍ତି ସେ ଝିଅଟା ହେଲେ ବି ସିଏ ବି ବହୁତ ଦୁଃଖ କଷ୍ଟ ଯାତ୍ରା ପାର୍ଟିକି ଆସିଛି ମୁଁ ବି ବହୁତ ଦୁଃଖ କଷ୍ଟ ଯାତ୍ରା ପାର୍ଟି ଯାଇଛି ସେମିତି କିଛି ପ୍ରତିବାଦ କରନ୍ତି ନା କଳାକାର ସେମିତି କିଛି ନାହିଁ ମୋ ଲକ୍ଷ୍ୟ ଅଛି ମୁଁ ଗୋଟେ ଭଲ ଆକ୍ଟର ହେବି ଏବେ ଆକ୍ଚୁଆଲି ମୁଁ ଗୋଟେ କଳାକାର ନୁହଁ କିନ୍ତୁ ହେବାକୁ ଚେଷ୍ଟା କରୁଛି ବଡ଼ ବଡ଼ କଳାକାରମାନେ ଅଛନ୍ତି ସେମାନଙ୍କ ଆଶୀର୍ବାଦ ରହିଲେ ନିହାତି ମୁଁ ଆଗକୁ ଯିବି ଆଉ ମାର୍କେଟକୁ ଏବେ ମୁଁ ନୂଆ ଆସିବି ସମସ୍ତେ କହିବେ ସନ୍ତୋଷ ଆଇଲା ସନ୍ତୋଷ ପାଇଁ ଯାତ୍ରା ପାର୍ଟି ହାଉସଫୁଲ୍ ହେବ ଏଇଟା ସତ ମାଲିକ ମୋତେ ଚାନ୍ସ ଦେଇ ଦେଖନ୍ତୁ ମୋର ବଜେଟ୍ ଅନୁସାରେ ମୋତେ ନେଇକି ଦେଖନ୍ତୁ କେତେ ଟଙ୍କା ବଜେଟ୍ ଭାବୁଛନ୍ତି ଆପଣ সেটা তো ମୁଁ ସସ୍ପେନ୍ସରେ ବି କହିବିନି କିନ୍ତୁ ଏବେ ଯେଉଁ ଦୁଇଟା ପାର୍ଟି ମୋତେ ଅଫର୍ ମିଳିଛି କିନ୍ତୁ ମୁଁ ସେ ପଇସାରେ ସନ୍ତୁଷ୍ଟ ନୁହଁ ସେଥିପାଇଁ ମୁଁ ନିଜେ ମାଇଣ୍ଡ ମାନେ ସେଟ୍ କରିନି ଯାତ୍ରା ପାର୍ଟି ଯିବି କି ନ ଯିବି କାହିଁକିନା ମୁଁ ବି 2-3ଟା ମୁଭିରେ ଚାନ୍ସ ପାଇଛି ଫିଲ୍ମ ସୁଟ୍ ଚାଲିଛି ଯେହେତୁ ମୁଁ ଗୋଟେ ନୂଆ କଳାକାର ମୁଁ ମୋ ପାଖରେ ସେମିତି ଗାଡ଼ି କି ବାଲାନ୍ସ କିଛି ନାହିଁ ଯେ ମାନେ ମୁଁ ଯାତ୍ରା କରିକି ସୁଟିଂ କରିବି ଆସି ସେମିତି ମୁଁ ପରିସ୍ଥିତି ନାହିଁ ସେଥିପାଇଁ ମୁଁ ମାଇଣ୍ଡ ସେଟ୍ କରିନି ଆଉ ଯଦି କୌଣସି ପାର୍ଟି ମୋତେ ଯଦି ସେମିତି ମୋ ପୋଜିସନ୍ ଅନୁସାରେ ପଇସା ଦେଇକି ମାନେ ମୋ ଲେବୁଲ୍ରେ ନେବା ଆଣିବା କଲା ଦିନକୁ ସେ ଡବଲ ଶୋ କରିବେ ସନ୍ତୋଷ ନାଁରେ ଓଡ଼ିଶାରେ ଏଣା ଘାଣ୍ଟିବ ସନ୍ତୋଷ ଏବେ ଦ୍ୱିତୀୟ ସନ୍ତୋଷ ବାହାରିବ ସିନେମା ଜଗତ ଯାତ୍ରା ଇଣ୍ଡଷ୍ଟ୍ରି ପୁରା ଘାଣ୍ଟିବ ବୋଲି ସନ୍ତୋଷ ରାଉତ ସେ ଘାଣ୍ଟିବ ସେ କେନ୍ଦ୍ରାପଡ଼ା ଘାଣ୍ଟୁଥିଲେ ମୋ ଘରେ ବି କେନ୍ଦ୍ରାପଡ଼ା ମୁଁ ବି ଘାଣ୍ଟିବି ଯାତ୍ରାରେ କଷ୍ଟ ଅନୁଭବ ହେବ ସେ ଆମ ମାସେ ରିହର୍ସାଲ ପାଇଁ ଦିଅନ୍ତି ତଥାପି ସେଇଟା ଓପନ୍ ପେଣ୍ଡାଲ କାଳେ ଭୟ ଲାଗିବ କି କହିବା ପାଇଁ ଫିଲ୍ମ ଲାଇନ୍ରେ କ'ଣ ଆମର ଯେଉଁ ଡାଇଲଗ୍ଟା ଭୁଲ ହେଇଲା ଆଉ ଥରେ କଟ୍ ହେଇକି ହେଇଯାଉଛି ଯାତ୍ରା ଯଦି ଗୋଟେ ପାଟିରୁ କ'ଣ ଗୋଟେ ଶବ୍ଦ ବାହାରିଗଲା ତାକୁ ମୁଁ ବି ଯେଉଁ ପାର୍ଟିରେ କାମ କରିଛି ବହୁତ ବଡ଼ ବଡ଼ ସିନିୟର ମାନେ ସବୁ ଅଛନ୍ତି ଆର୍ଟିଷ୍ଟ ସେମାନେ ସବୁ ଆଡ଼ଜଷ୍ଟ କରିଦିଅନ୍ତି ସେମାନେ ମୋତେ ବି ବହୁତ ଭଲ ପାଆନ୍ତି ଜଣେ ମୋର ଅଛନ୍ତି ଗୁରୁ ଯାହାଠାରୁ ମୁଁ ଯାତ୍ରାର କ ଅକ୍ଷର ଜାଣିନଥିଲି ମୁଁ ଶିଖେଇଛନ୍ତି ଶରତ ଭାଇନା ସେ ଭିଲିଆନ୍ କାମ କରୁଛନ୍ତି ସେ ଆଗରୁ ବାଣେଶ୍ୱରୀ ବଡ଼ ପାର୍ଟିରେ ଥିଲେ ମିଲି ଅପା ସନିଆ ବାବୁ ଶରତ ସାର୍ ଏସବୁ ଅଛନ୍ତି ବହୁତ ବଡ଼ ବଡ଼ ଆର୍ଟିଷ୍ଟ ଅଛନ୍ତି ତାଙ୍କ ସହିତ ମୁଁ କାମ କରୁଛି